37ତମ ଅଧ୍ୟାୟ ଚଭଡ଼ି ସମାରୋହ। ଏହି ଅଧ୍ୟାୟରେ ଆମେ ପ୍ରଥମେ ବେଦାନ୍ତ ବିଷୟରେ ସମ୍ୟକ ଆଲୋଚନା କରିବା, ପରେ ଚଭଡ଼ିର ଭବ୍ୟ ସମାରୋହ କଥା ବର୍ଣ୍ଣନା କରିବା। ପ୍ରାରମ୍ଭ। ଧନ୍ୟ ସିଏ ସାଇ, ଯାହାଙ୍କର ଜୀବନ ଯେପରି ଥିଲା ସେପରି ଅବର୍ଣ୍ଣନୀୟ ଲୀଳାବିଳାସ। ତାଙ୍କର ପ୍ରତିଦିନର କାର୍ଯ୍ୟକ୍ରମ ଥିଲା ଅଦ୍ଭୁତ କ୍ରିୟାରେ ପରିପୂର୍ଣ୍ଣ। କେବେ ସେ ସମସ୍ତ ସାଂସାରିକ କାର୍ଯ୍ୟରେ ନିଲିପ୍ତ ହୋଇ କର୍ମକାଣ୍ଡି ଭଳି ପ୍ରତୀତ ହେଉଥିଲେ ତ ଆଉ କେବେ ବ୍ରହ୍ମାନନ୍ଦ ତଥା ଆତ୍ମଜ୍ଞାନରେ ନିମଗ୍ନ ରହୁଥିଲେ। କେତେବେଳେ ସେ ଅନେକ କାର୍ଯ୍ୟ କରି ମଧ୍ୟ ସେଥିରେ ଅସମ୍ପୃକ୍ତ ରହୁଥିଲେ। ଯଦିଓ କେବେ କେବେ ସେ ପୂର୍ଣ୍ଣ ନିଷ୍କ୍ରିୟ ପ୍ରତୀତ ହେଉଥିଲେ, ତଥାପି ଆଳସ୍ୟରୁ ଦୂରରେ ଥିଲେ। ପ୍ରଶାନ୍ତ ମହାସାଗର ଭଳି ସେ ସର୍ବଦା ଜାଗ୍ରତ ରହି ମଧ୍ୟ ଗମ୍ଭୀର, ପ୍ରଶାନ୍ତ ଓ ସ୍ଥିର ଦେଖାଯାଉଥିଲେ। ତାଙ୍କର ପ୍ରକୃତିର ବର୍ଣ୍ଣନା ଆମର ସାମର୍ଥ୍ୟର ଊର୍ଦ୍ଧ୍ୱରେ। ଏହା ସର୍ବବିଦିତ ଯେ ସେ ବାଳ ବ୍ରହ୍ମଚାରୀ ଥିଲେ। ସେ ସର୍ବଦା ପୁରୁଷମାନଙ୍କୁ ଭାଇ ଏବଂ ନାରୀମାନଙ୍କୁ ମାତା ବା ଭଉଣୀ ମନେ କରୁଥିଲେ। ତାଙ୍କର ସଙ୍ଗତି ଦ୍ୱାରା ଆମର ଯେଉଁ ଅନୁପମ ଜ୍ଞାନ ଉପଲବ୍ଧି ହୋଇଛି, ମୃତ୍ୟୁ ପରେ ତା ବିଶୁଦ୍ଧ ନ ହେଉ, ତାଙ୍କର ଶ୍ରୀଚରଣରେ ଏ ବିନମ୍ର ପ୍ରାର୍ଥନା। ସମସ୍ତ ଭୂତରେ ଆମେ ଈଶ୍ୱରଙ୍କ ଦର୍ଶନ କରିବା ଏବଂ ନାମସ୍ମରଣର ରସାନୁଭୂତି ଲାଭ କରି ଅନନ୍ୟ ଭାବରେ ତାଙ୍କର ମୋହବିନାଶକ ଚରଣର ସେବା କରିବା, ଏହା ଆମର ଆକାଂକ୍ଷା। ହେମାଡ଼ପନ୍ତ ତାଙ୍କର ଦୃଷ୍ଟିକୋଣ ଦ୍ୱାରା ଆବଶ୍ୟକତା ଅନୁସାରେ ବେଦାନ୍ତର ବିବରଣୀ ଦେଇ ଚଭଡ଼ି ସମାରୋହର ବର୍ଣ୍ଣନା ନିମ୍ନ ପ୍ରକାର କରିଛନ୍ତି। ଚଭଡ଼ି ସମାରୋହ। ବାବାଙ୍କର ଶୟନାଗାରର ବର୍ଣ୍ଣନା ପ୍ରଥମେ କରାଯାଇ ସାରିଛି। ଦିନେ ସେ ମସଜିଦରେ ଓ ଆଉ ଦିନେ ଚଭଡ଼ିରେ ବିଶ୍ରାମ କରୁଥିଲେ ଏବଂ ଏହି କାର୍ଯ୍ୟକ୍ରମ ତାଙ୍କର ମହାସମାଧି ପର୍ଯ୍ୟନ୍ତ ଚାଲିଥିଲା। ଭକ୍ତମାନେ ଚଭଡ଼ିରେ ତାଙ୍କର ନିୟମିତ ପୂଜା ଅର୍ଚ୍ଚନା 1909 ମସିହା ଡିସେମ୍ବର 10 ତାରିଖରୁ ଆରମ୍ଭ କଲେ। ଏବେ ତାଙ୍କର ଚରଣାମ୍ବୁଜରେ ଧ୍ୟାନ କରି ଚଭଡ଼ି ସମାରୋହର ବର୍ଣ୍ଣନା କରିବା। ଏହା ଏପରି ମନୋରମ ଦୃଶ୍ୟ ଥିଲା ଯେ ଦେଖଣାହାରୀମାନେ ତନ୍ମୟ ହୋଇଯାଉଥିଲେ ଏବଂ ନିଜର ଦୁଃଖ ସୁଖ ଭୁଲିଯାଇ ମନରେ ଇଚ୍ଛା ପୋଷଣ କରୁଥିଲେ କି ଏହି ଦୃଶ୍ୟ କେବେ ଆମ ନୟନପଟୁ ଦୂରେଇ ନ ଯାଉ। ଚଭଡ଼ିରେ ବିଶ୍ରାମ କରିବା ପାଇଁ ବାବା ଯେତେବେଳେ ଯାଉଥିଲେ, ସେ ଯାତ୍ରାରେ ଭକ୍ତମାନଙ୍କର ଅପାର ଜନସମୁଦ୍ର ମସଜିଦର ସଭାମଣ୍ଡପରେ ସମାଗମ ହୋଇ ଘଣ୍ଟା ଘଣ୍ଟା ଧରି ଭଜନ ଓ ସଙ୍ଗୀତ ପରିବେଷଣ କରୁଥିଲା। ମଣ୍ଡପର ଗୋଟିଏ ପାର୍ଶ୍ୱରେ ସୁସଜ୍ଜିତ ରଥ ରଖାଯାଇଥିଲା ଏବଂ ଅନ୍ୟ ପାର୍ଶ୍ୱରେ ତୁଳସୀ ଗଛ ରଖାଯାଇଥିଲା। ସମସ୍ତ ରସାଳ ଭକ୍ତବୃନ୍ଦ ତାଳ, କରତାଳ, ଝାଞ୍ଜ, ମୃଦଙ୍ଗ, ଖଞ୍ଜଣି ଓ ଢୋଲ ଇତ୍ୟାଦି ନାନା ପ୍ରକାର ବାଦ୍ୟ ବଜାଇ ଭଜନ ଆରମ୍ଭ କରୁଥିଲେ। ଏ ସମସ୍ତ ଭଜନପ୍ରିୟ ଭକ୍ତମାନଙ୍କୁ ଚୁମ୍ବକ ଭଳି ଆକର୍ଷଣରେ କେନ୍ଦ୍ରବିନ୍ଦୁ ଥିଲେ ଶ୍ରୀ ସାଇବାବା। ମସଜିଦର ଅଗଣାକୁ ଦେଖତ ଭକ୍ତମାନେ ବଡ଼ ଉତ୍ସାହରେ ନାନା ପ୍ରକାର ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବାରେ ବ୍ୟସ୍ତ ଥିଲେ। କିଏ ତୋରଣ ବାନ୍ଧି ଦୀପ ଜଳାଉଥିଲା ତ କିଏ ପାଲିକି ଏବଂ ରଥର ଶୃଙ୍ଗାର କରି ହାତରେ ଧ୍ୱଜା ଆଦି ଧରୁଥିଲେ। ଶ୍ରୀ ସାଇବାବାଙ୍କ ଜୟ ଜୟକାର ଧ୍ୱନିରେ ଆକାଶମଣ୍ଡଳ ଗୁଞ୍ଜରିତ ହୋଇ ଉଠୁଥିଲା। ଦୀପଗୁଡ଼ିକର ଆଲୋକରେ ଜାଜ୍ୱଲ୍ୟମାନ ମସଜିଦ ଏପରି ପ୍ରତୀତ ହେଉଥିଲା, ଯେପରିକି ମଙ୍ଗଳଦାୟିନୀ ଦୀପାବଳି ସ୍ୱୟଂ ଶିରଡ଼ି ପଦାର୍ପଣ କରି ବିରାଜିତ ହୋଇଛନ୍ତି। ମସଜିଦ ବାହାରକୁ ଦୃଷ୍ଟିପାତ କର ତ ଦ୍ୱାରଦେଶରେ ଶ୍ରୀ ସାଇବାବାଙ୍କର ପୂର୍ଣ୍ଣ ସୁସଜ୍ଜିତ ଅଶ୍ୱ ଶ୍ୟାମସୁନ୍ଦର ଦଣ୍ଡାୟମାନ ରହୁଥିଲା। ଶ୍ରୀ ସାଇବାବା ନିଜର ଆସନରେ ଶାନ୍ତ ମୁଦ୍ରାରେ ବିରାଜମାନ କରୁଥିଲେ। ଏହା ମଧ୍ୟରେ ଭକ୍ତବୃନ୍ଦ ସହିତ ତାତ୍ୟା ପାଟିଲ ବାବାଙ୍କ ପାଖକୁ ଆସି ତାଙ୍କୁ ପ୍ରସ୍ତୁତ ହେବାକୁ ସୂଚନା ଦେଉଥିଲେ ତଥା ଉଠିବାରେ ସହାୟତା କରୁଥିଲେ। ଘନିଷ୍ଠ ସମ୍ବନ୍ଧୀ ଥିବାରୁ ତାତ୍ୟା ପାଟିଲ ବାବାଙ୍କୁ ମାମା ବୋଲି ସମ୍ବୋଧନ କରୁଥିଲେ। ବାବା ସବୁବେଳେ କଫନି ପରିଧାନ କରି ସଟକା, ଚିଲମ ଏବଂ ତମାଖୁ ଧରି କାନ୍ଧରେ ଏକ ଚଦର ପକାଇ ଯିବାକୁ ପ୍ରସ୍ତୁତ ହେଉଥିଲେ। ତାପରେ ତାତ୍ୟା ପାଟିଲ କାନ୍ଧରେ ଏକ ସୁନ୍ଦର ଜରିଲଗା ଶାଲ ପକାଇ ଦେଉଥିଲେ। ଏହାପରେ ବାବା ଧୂନିକୁ ପ୍ରଜ୍ୱଳିତ ରଖିବା ପାଇଁ ସେଥିରେ କିଛି କାଠ ପକାଇ ତଥା ଧୂନି ସମ୍ମୁଖରେ ଥିବା ପ୍ରଦୀପକୁ ବାମ ହାତରେ ନିର୍ବାପିତ କରିଦେଇ ଚଭଡ଼ି ଅଭିମୁଖେ ପ୍ରସ୍ଥାନ କରୁଥିଲେ। ଏହାପରେ ନାନା ପ୍ରକାର ବାଦ୍ୟବାଦନ ଆରମ୍ଭ ହେଉଥିଲା। ସେଥିରେ ବିବିଧ ପ୍ରକାର ସ୍ୱର ଝଙ୍କୃତ ହୋଇ ପରିବେଶକୁ ମାଦକତାରେ ପୂର୍ଣ୍ଣ କରିଦେଉଥିଲା। ସମ୍ମୁଖରେ ରଙ୍ଗବେରଙ୍ଗର ଆତସବାଜି ଆଖି ଝଲସାଇ ଦେଉଥିଲା ଏବଂ ଅସଂଖ୍ୟ ନରନାରୀ ପ୍ରକାର ପ୍ରକାର ବାଦ୍ୟ ବଜାଇ ତାଙ୍କର କୀର୍ତ୍ତି ଓ ମହିମାର ଗୁଣଗାନ କରି ଆଗକୁ ଯାତ୍ରା କରୁଥିଲେ। କିଏ ଆନନ୍ଦ ବିଭୋର ହୋଇ ନୃତ୍ୟ କରୁଥିଲେ ତ କିଏ ଅନେକ ପ୍ରକାରର ଧ୍ୱଜା ଏବଂ ନିଶାଣ ଧରି ଚାଲୁଥିଲେ। ଯେମିତି ହିଁ ବାବା ମସଜିଦର ପାହାଚରେ ତାଙ୍କର ପାଦ ରଖୁଥିଲେ, ଦ୍ୱାରପାଳ ଅର୍ଥାତ୍ ଚଭଡ଼ିର କଳକାର କରି ତାଙ୍କର ପ୍ରସ୍ଥାନ ସୂଚନା ଦେଉଥିଲେ। ଦୁଇ ପାର୍ଶ୍ୱର ଲୋକେ ଚାମର ଧରି ଛିଡ଼ା ହୋଇଥିଲେ ଏବଂ ପଙ୍ଖା ବିଞ୍ଚୁଥିଲେ। ରାସ୍ତାରେ ବିଛାଯାଇଥିବା ଲାଲ ରଙ୍ଗର କପଡ଼ା ଉପରେ ସମାରୋହ ଆଗକୁ ଯାଉଥିଲା। ତାତ୍ୟା ପାଟିଲ ବାବାଙ୍କର ଭୁଜ ତଥା ମହଲସାପତି ଡାହାଣ ଭୁଜ ଧରି ବାପୁସାହେବ ଯୋଗ ପଛରେ ଛତ୍ର ଧରି ଯାଉଥିଲେ। ଆଗରେ ସୁସଜ୍ଜିତ ଅଶ୍ୱ ଶ୍ୟାମସୁନ୍ଦର ଯାଉଥିଲା ଏବଂ ତା ପଛରେ ଭଜନ ମଣ୍ଡଳୀ ତଥା ଭକ୍ତମାନଙ୍କର ସମୂହ ବାଦ୍ୟର ଧ୍ୱନି ସହିତ ହରି ଏବଂ ସାଇ ନାମର ଧ୍ୱନିରେ ସମଗ୍ର ବାୟୁମଣ୍ଡଳ ପ୍ରକମ୍ପିତ ହୋଇ ଉଠୁଥିଲା। ଏହାପରେ ସମାରୋହ ଚଭଡ଼ି ମୋଡ଼ରେ ପହଞ୍ଚୁଥିଲା। ସମଗ୍ର ଜନସମୁଦ୍ରରେ ସେ ସମୟର ଆନନ୍ଦ ତଥା ପ୍ରଫୁଲ୍ଲତା କହିଲେ ନ ସରେ। ଯେତେବେଳେ ମୋଡ଼ ପାଖରେ ପହଞ୍ଚି ବାବା ଚଭଡ଼ି ସାମ୍ନାରେ ଦଣ୍ଡାୟମାନ ହେଉଥିଲେ, ତାଙ୍କର ମୁଖମଣ୍ଡଳ ଏକ ଅଦ୍ଭୁତ ଦିବ୍ୟ ପ୍ରଭାରେ ଉଦ୍ଭାସିତ ହୋଇ ଉଠୁଥିଲା।
ମନେ ହେଉଥିଲା କି ଯେପରି ଅରୁଣୋଦୟ ସମୟର ବାଳସୂର୍ଯ୍ୟ ଦିଗ୍ବଳରେ ଉଦିତ ହୋଇଛନ୍ତି। ଉତ୍ତରାଭିମୁଖୀ ହୋଇ ସେ ଏପରି ଏକ ମୁଦ୍ରାର ଦଣ୍ଡାୟମାନ ହେଉଥିଲେ ଯେପରିକି କାହାର ଆଗମନର ପ୍ରତୀକ୍ଷା କରୁଛନ୍ତି। ବାଦ୍ୟ ପୂର୍ବପରି ବାଜୁଥାଏ ଏବଂ ସେ ତାଙ୍କର ଡାହାଣ ହସ୍ତ କିଛି ସମୟ ପର୍ଯ୍ୟନ୍ତ ଉପର ତଳକୁ କରି ଭକ୍ତମାନଙ୍କୁ ଆଶୀର୍ବାଦ ଦେଉଥାନ୍ତି। ବାଦକ ତୀବ୍ର ନାଦରେ ବାଦ୍ୟ ବଜାଇବାକୁ ଲାଗିଲେ ଏବଂ ଏହି ସମୟରେ ନାନା କାକା ସାହେବ ଦୀକ୍ଷିତ ଅବିର ବୃଷ୍ଟି କଲେ। ବାବାଙ୍କର ମୁଖମଣ୍ଡଳ ରକ୍ତିମ ଆଭା ରଜଲୀମାନ ହେବାକୁ ଲାଗିଲା ଏବଂ ସମସ୍ତ ଲୋକ ତୃପ୍ତ ହୃଦୟରେ ସେହି ରସମାଧୁରୀ ଆସ୍ୱାଦନ କରିବା ଲାଗିଲେ। ଏହି ମନମୋହକ ଦୃଶ୍ୟ ଏବଂ ଅବସରକୁ ଭାଷାରେ ବର୍ଣ୍ଣନା କରିବା ଏବଂ ଲେଖିବାର ଅସମର୍ଥ ହେଉଛି। ଭାବବିହ୍ୱଳ ହୋଇ ମହଲସାପତି ନୃତ୍ୟ କରୁଥିଲେ, କିନ୍ତୁ ବାବାଙ୍କର ଅଭଙ୍ଗ ଏକାଗ୍ରତା ଦେଖି ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହେଉଥିଲେ। ତାତ୍ୟା ପାଟିଲ ଗୋଟିଏ ହାତରେ ଲଣ୍ଠନ ଧରି ବାବାଙ୍କ ବାମ ପାର୍ଶ୍ୱରେ ଏବଂ ମହଲସାପତି ଆଭୂଷଣ ଧରି ବାବାଙ୍କ ଡାହାଣ ପାର୍ଶ୍ୱରେ ଯାଉଥିଲେ। ଦେଖ କିପରି ସୁନ୍ଦର ସମାରୋହର ଶୋଭା ତଥା ଭକ୍ତିର ବର୍ଣ୍ଣନା ହେଉଛି। ଏହି ଦୃଶ୍ୟର ଝଲକ ଦେଖିବା ପାଇଁ ସହସ୍ର ନରନାରୀ, କିଏ ଧନୀ କି ଗରିବ, ସମସ୍ତେ ଏକତ୍ରିତ ହେଉଥିଲେ। ଏବେ ବାବା ମନ୍ଦ ମନ୍ଦ ଗତିରେ ଆଗକୁ ଯାଉଥିଲେ ଏବଂ ଚତୁର୍ଦିଗରେ ପ୍ରସନ୍ନତାର ବାତାବରଣ ଶୋଭାୟମାନ ହେଉଥିଲା। ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଖୁସିରେ ଝୁମି ଉଠୁଥିଲା ଏବଂ ଏହି ପ୍ରକାର ସମାରୋହ ଚଭାଡ଼ିରେ ପହଞ୍ଚୁଥିଲା। ସେ ଦୃଶ୍ୟ ଭବିଷ୍ୟତରେ ଆଉ କେବେ ଦେଖିବାକୁ ମିଳିବ ନାହିଁ। ଏବେ ତ କେବଳ ତାହାର ସ୍ମରଣ କରି ଚକ୍ଷୁ ସାମ୍ନାରେ ସେହି ମନୋରମ ଅତୀତର କଳ୍ପନା କରି ହୃଦୟରେ ପିପାସା ଶାନ୍ତ କରିବାକୁ ହେବ। ଚଭାଡ଼ିର ସାଜସଜ୍ଜା ମଧ୍ୟ ବିଲକ୍ଷଣ ଥିଲା। ଝଲମଲ ଜରି, କାଚ ଏବଂ ପ୍ରକାର ପ୍ରକାର ଗ୍ୟାସ୍ ବତୀ ସମଗ୍ର ପରିବେଶକୁ କ୍ଷୁଦ୍ର ଆକାଶମଣ୍ଡଳରେ ଭ୍ରମ ସୃଷ୍ଟି କରୁଥିଲା। ଚଭାଡ଼ି ପହଞ୍ଚିବା ପରେ ତାତ୍ୟା ପାଟିଲ ପ୍ରଥମେ ଭିତରେ ପ୍ରବେଶ କରୁଥିଲେ ଏବଂ ଆସନ ସଜାଇ ବାବାଙ୍କୁ ଉପବେଶନ କରାଉଥିଲେ। ତାପରେ ଏକ ସୁନ୍ଦର ଅଙ୍ଗରଖା ପରିଧାନ କରୁଥିଲେ ଏବଂ ଭକ୍ତମାନେ ନାନା ପ୍ରକାର ତାଙ୍କର ପୂଜା କରୁଥିଲେ। ମସ୍ତକରେ ଏକ ସ୍ୱର୍ଣ୍ଣ କିରୀଟ ତଥା ଫୁଲ ଏବଂ ରତ୍ନପତ୍ରର ମାଳ ତାଙ୍କ ଗଳାରେ ଶୋଭାବର୍ଦ୍ଧନ କରୁଥିଲା। ପୁଣି ଲଲାଟରେ କସ୍ତୁରୀ ଓ ବୈଷ୍ଣବୀ ତିଲକ ତଥା ମଝିରେ ବିନ୍ଦି ଲଗାଯାଉଥିଲା। ଏପରି କରି ଭକ୍ତମାନେ ଦୀର୍ଘକାଳ ପର୍ଯ୍ୟନ୍ତ ଅପଲକ ନୟନରେ ତାଙ୍କର ଶୋଭା ନିରୀକ୍ଷଣ କରୁଥିଲେ। ତାଙ୍କର ଶିରପା ବଦଳା ଯାଉଥିଲା ଏବଂ ତାକୁ ଉପରୁ ହିଁ ବାହାର କରିଦିଆଯାଉଥିଲା, କାରଣ ବାବା କାଳେ ତାକୁ କାଢ଼ି ଫିଙ୍ଗିଦେବେ ବୋଲି ଆଶଙ୍କା ଜାତ ହେଉଥିଲା। କିନ୍ତୁ ବାବା ତ ଅନ୍ତର୍ଯ୍ୟାମୀ ଥିଲେ ଏବଂ ସେ ଭକ୍ତମାନଙ୍କ ଇଚ୍ଛା ଅନୁସାରେ ହିଁ ପୂଜା କରିବାକୁ ଦେଉଥିଲେ। ଏହିସବୁ ଆଭୂଷଣ ସୁସଜ୍ଜିତ ହେବା ପରେ ତାଙ୍କର ଶୋଭା ବାସ୍ତବିକ ଅବର୍ଣ୍ଣନୀୟ ଥିଲା। ନାନାସାହେବ ଡିମୋଣ୍କର ଏକ ସୁନ୍ଦର ବୃତ୍ତାକାର ଛତ୍ର ଧରୁଥିଲେ, ଯାହାର କେନ୍ଦ୍ରରେ ଗୋଟିଏ ଛଡ଼ି ଲାଗିଥିଲା। ବାପୁ ସାହେବ ଯୋଗ ଚାନ୍ଦିର ଏକ ସୁନ୍ଦର ଥାଳିରେ ପଦ ପ୍ରକ୍ଷାଳନ କରୁଥିଲେ ଏବଂ ଅଜ୍ଞାତ ଭାବରେ ବିଧି ସହକାରେ ତାଙ୍କର ପୂଜା ଅର୍ଚ୍ଚନା କରୁଥିଲେ ତଥା ହାତରେ ଚନ୍ଦନ ଲଗାଇ ତାମ୍ବୁଳ ଅର୍ପଣ କରୁଥିଲେ। ତାଙ୍କ ଆସନ ଉପରେ ବିରାଜମାନ କରାଯାଉଥିଲା। ପୁଣି ତାତ୍ୟା ପାଟିଲ ତଥା ଅନ୍ୟ ସମସ୍ତ ଭକ୍ତ ତାଙ୍କ ଶ୍ରୀଚରଣରେ ନିଜ ନିଜର ମଥା ନତ କରି ପ୍ରଣାମ କରୁଥିଲେ। ଯେତେବେଳେ ବାବା ଉପବେଶନ କରୁଥିଲେ, ଭକ୍ତଗଣ ଦୁଇ ପାର୍ଶ୍ୱରେ ରହି ଚାମର ଏବଂ ପଙ୍ଖା ବିଞ୍ଚିବାରେ ଲାଗୁଥିଲେ। ଶ୍ୟାମା ଚିଲମ ତିଆରି କରି ତାତ୍ୟା ପାଟିଲଙ୍କୁ ଦେଉଥିଲେ। ସେ ପ୍ରଥମେ ଟାଣି ଚିଲମକୁ ପ୍ରଜ୍ୱଳିତ କରୁଥିଲେ ଏବଂ ବାବାଙ୍କୁ ଅର୍ପଣ କରୁଥିଲେ। ବାବା ଚିଲମ ଟାଣିବା ପରେ ତାହାକୁ ଭକ୍ତ ମହଲସାପତିଙ୍କୁ ଏବଂ ତାପରେ ଅନ୍ୟ ସମସ୍ତ ଭକ୍ତଙ୍କୁ ଦେଉଥିଲେ। ଧନ୍ୟ ଅଟେ ସେ ନିର୍ଜୀବ ଚିଲମ, କେତେ ମହାନ ତାର ତପ, ଯିଏ ପ୍ରଥମେ କୁମ୍ଭାକାର ଦ୍ୱାରା ଚକ୍ରରେ ଘୂରିଲା, ପୁଣି ଖରାରେ ଶୁଖିଲା, ତାପରେ ଅଗ୍ନିରୁ ଉତ୍ତପ୍ତ ହୋଇ ସଂସ୍କାର ଲାଭ କଲା, ତାପରେ ତାକୁ ବାବାଙ୍କର କର ସ୍ପର୍ଶ ତଥା ଅଧର ଚୁମ୍ବନର ସୌଭାଗ୍ୟ ପ୍ରାପ୍ତ ହେଉଥିଲା। ଯେତେବେଳେ ଏସବୁ କାର୍ଯ୍ୟ ସମାପ୍ତ ହେଲା, ଭକ୍ତଗଣ ବାବାଙ୍କୁ ପୁଷ୍ପମାଲ୍ୟରେ ଆଚ୍ଛାଦିତ ଦେଉଥିଲେ ତଥା ସୁଗନ୍ଧିତ ଫୁଲର ତୋଡ଼ାମାନ ଉପହାର ଦେଉଥିଲେ। ବାବା ତ ବୈରାଗ୍ୟର ପୂର୍ଣ୍ଣ ଅବତାର ଥିଲେ। ସେ ସେହି ହୀରା, ରତ୍ନପତ୍ର, ଫୁଲର ହାର ତଥା ଏହି ପ୍ରକାର ଅଟପରେ କେବେ ରୁଚି ନେବା ବ୍ୟକ୍ତି ନଥିଲେ। ଭକ୍ତମାନେ ନିରୁତା ପ୍ରେମବଶତଃ ସେମାନଙ୍କ ଇଚ୍ଛା ଅନୁସାରେ ତାଙ୍କର ପୂଜା କରିବାରେ ସେ କୌଣସି ଆପତ୍ତି କରୁନଥିଲେ। ଶେଷରେ ମାଙ୍ଗଳିକ ସ୍ୱରରେ ବାଦ୍ୟ ହେଉଥିଲା ଏବଂ ବାପୁ ସାହେବ ଯୋଗ ଯଥାବିଧି ବାବାଙ୍କୁ ଆରତି କରୁଥିଲେ। ଆରତି ସମାପ୍ତ ହେବା ପରେ ଭକ୍ତମାନେ ବାବାଙ୍କୁ ପ୍ରଣାମ କରୁଥିଲେ ତଥା ତାଙ୍କର ଆଦେଶ ନେଇ ଜଣେ ଜଣେ କରି ଘରକୁ ଫେରୁଥିଲେ। ତାପରେ ତାତ୍ୟା ପାଟିଲ ତାଙ୍କୁ ଚିଲମ ସେବନ କରାଇ ଗୋଲାପ ଜଳ, ଅତର ଇତ୍ୟାଦି ଲଗାଇ ଦେଉଥିଲେ ଏବଂ ବିଦାୟ ନେବା ସମୟରେ ଗୋଲାପର ଏକ ପୁଷ୍ପ ଦେଉଥିଲେ। ବାବା ଏହାପରେ ପ୍ରେମ ସହକାରେ କହୁଥିଲେ କି, ତାତ୍ୟା, ଭଲ ଭାବରେ ମୋର ଦେଖାଶୁଣା କରିବ। ତୁମର ଘରକୁ ଯିବାର ଅଛି ତ ଯାଅ, କିନ୍ତୁ ରାତିରେ ମଝିରେ ଆସି ମୋତେ ଦେଖି ଯାଉଥିବ। ଏହାପରେ ସ୍ୱୀକାରୋକ୍ତିକୁ ଉତ୍ତର ଦେଇ ତାତ୍ୟା ପାଟିଲ ଚଭାଡ଼ିରୁ ବିଦାୟ ନେଉଥିଲେ। ତାପରେ ଗୋଟିଏ ପରେ ଗୋଟିଏ ଏପରି ବହୁ ସଂଖ୍ୟାରେ ଚାଦର ବିଛାଇ ବାବା ନିଜର ବିଛଣା ତିଆରି କରୁଥିଲେ ଏବଂ ବିଶ୍ରାମ ନେଉଥିଲେ। ଏବେ ଆମେ ମଧ୍ୟ ବିଶ୍ରାମ କରିବା ଏବଂ ଏହି ଅଧ୍ୟାୟକୁ ସମାପ୍ତ କରି ପାଠକମାନଙ୍କୁ ଏହି ପ୍ରକାର ପ୍ରାର୍ଥନା କରିବା କି ସେମାନେ ପ୍ରତିଦିନ ଶୋଇବା ପୂର୍ବରୁ ଶ୍ରୀ ସାଇବାବା ଏବଂ ଚଭାଡ଼ି ସମାରୋହର ଧ୍ୟାନ ଅବଶ୍ୟ କରିବେ। ଶ୍ରୀ ସଦ୍ଗୁରୁ ସାଇନାଥ ପ୍ରଣମସ୍ତୁ।